ବିଲୁଆ ଖାଇ ନଈ କେହି ଭୁଲ ନାହାନ୍ତି, ଅଞ୍ଜନା ମିଶ୍ର କେହି ଭୁଲ ନାହାନ୍ତି ଏବଂ ଯେତେ ଛବିରାଣୀ କଥା ଆଜି ବି ଲୋକ ଭୁଲି ପାରୁନାହାନ୍ତି, ମନେ ରଖିଛନ୍ତି। ବିଗତ ଇତିହାସ ତାଙ୍କୁ କଳଙ୍କିତ ଇତିହାସ ତାଙ୍କର ଲେଖା ହେଇଛି। କିଛି ଦିନ ହେଲା ଓଡ଼ିଶା ବିଧାନସଭାକୁ ନେଇ କିଛି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଇଛି ଏବଂ କୌଣସି ଇସ୍ୟୁ ନଥାଇ ନନ୍ ଇସ୍ୟୁକୁ ଇସ୍ୟୁ ବନେଇବାର ଅପଚେଷ୍ଟା ହେଇଛି। ଯେଭଳି ପବିତ୍ର ବିଧାନସଭାର ମର୍ଯ୍ୟାଦାର ଉଲ୍ଲଂଘନ କରାଯାଇଛି, ବାଚସ୍ପତିଙ୍କୁ ଯେଭଳି ଭାବରେ ବ୍ୟବହାର ପ୍ରଦର୍ଶନ କରାଗଲା, ତାହା ମଧ୍ୟ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳଠୁ ଆଶା ଅପେକ୍ଷା କରା ନଯାଏ। ନିଶ୍ଚିତ ଭାବରେ ଆମେ ଗଣତନ୍ତ୍ର ବିଶ୍ୱାସ କରୁଥିବା ଗୋଟେ ଦାୟିତ୍ୱ ସମ୍ପନ୍ନ ଦଳ। ଲମ୍ବା ସମୟ ଧରି ବିରୋଧୀ ଦଳରେ ଆମେ ରହିଛୁ। 3 ନମ୍ବର ଦଳରେ ରହିବାର ବହୁତ ଦିନ ଆମକୁ ଅପେକ୍ଷା କରିବାକୁ ପଡ଼େ। 3 ନମ୍ବର ଦଳରେ 2 ନମ୍ବର ଦଳ ଆମେ ବହୁତ ଦିନ ପରେ ହେଇଛୁ ଏବଂ ତାପରେ 1 ନମ୍ବର ଦଳ ହେଇଛୁ। ଓଡ଼ିଶାରେ ବିରୋଧୀ ଦଳ ଗଠନମୂଳକ ପ୍ରସ୍ତାବ ଦେବା, ଗଠନମୂଳକ ସମାଲୋଚନା କରିବାକୁ ମନା କେହି କରିନି। ସହଯୋଗ ମଧ୍ୟ ଗଠନମୂଳକ ହେବା ଦରକାର ଏବଂ ବିରୋଧ ମଧ୍ୟ ଗଠନମୂଳକ ହେବା ଦରକାର। ବିଭିନ୍ନ ବିଷୟରେ ସରକାରକୁ ଗଣତନ୍ତ୍ର ସମାଲୋଚନା କରାଯାଏ। ଭୁଲ ଥିଲେ ଭୁଲ ସଂଶୋଧନ ମଧ୍ୟ ସରକାରୀ ଦଳ କରିବା ପାଇଁ ନିଶ୍ଚିତ ଭାବରେ ବିରୋଧୀ ଦଳ ଯଦି ସଠିକ୍ କଥା କହୁଛି ତାକୁ ଗ୍ରହଣ କରିବାର ମନା ନାହିଁ। କୌଣସି ଆଧାର ନାହିଁ, ବିଷୟବସ୍ତୁ ନାହିଁ, ଯେଭଳି ଭାବରେ କରାଗଲା ତାକୁ ଭାରତୀୟ ଜନତା ପାର୍ଟି ନିନ୍ଦା କରୁଛି।